ନବୀନ ନିବାସରେ ଅଧ୍ୟକ୍ଷ ନବୀନ ଓଡ଼ିଶା ତଥା ଅଧ୍ୟକ୍ଷ 5T ଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ନୂତନ କର୍ମକର୍ତ୍ତା। ଆଜି ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶୀଙ୍କ ନେତୃତ୍ୱରେ ନବୀନ ନିବାସରେ ଅଧ୍ୟକ୍ଷ ନବୀନ ଓଡ଼ିଶା ତଥା 5T ସଚିବ VK ପାଣ୍ଡିଆନଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଆଦିବାସୀ ବେଶଭୂଷା ବାଦ୍ୟ ସହିତ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପରେ ଆଦିବାସୀମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଓଡ଼ିଶାର ଆଦିବାସୀମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକପତ୍ର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ପ୍ରଦାନ କରିଥିଲେ। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସରକାରଙ୍କ ତରଫରୁ ରାଜ୍ୟର 1 କୋଟି ଆଦିବାସୀ ତଥା 62 ପ୍ରକାର ସମ୍ପ୍ରଦାୟର ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱରରେ ରାଜ୍ୟ ଆଦିବାସୀ ଭବନ ନିର୍ମାଣ କରିବା ସହିତ ରାଜ୍ୟର ଆଦିବାସୀମାନଙ୍କ ସାମୂହିକ ସ୍ୱାର୍ଥ ସୁରକ୍ଷା ତଥା ବିକାଶ ବିଷୟରେ ଉପସ୍ଥାପନ କରିଥିଲେ। ଅନୁସୂଚିତ ଅଞ୍ଚଳରେ ଆଦିବାସୀ ଜମି ବିକ୍ରି ବନ୍ଧକି ହସ୍ତାନ୍ତର ସମ୍ପର୍କିତ ଆଦିବାସୀ ପରାମର୍ଶଦାତା ପରିଷଦର ସୁପାରିଶ ଏବଂ କ୍ୟାବିନେଟ୍ ଆଲୋଚନାକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟାହାର କରିଥିବାରୁ ଆଦିବାସୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ଦଳରେ ସଭାପତି ବାଳକୃଷ୍ଣ ଶବର, ଉପସଭାପତି ରାଜୀବ ମଲ୍ଲିକ, ରାମ ଶବର, ପରମାନନ୍ଦ ମାଝୀ, ଚନ୍ଦ୍ରଶେଖର ବାଗ, ଭାନୁପ୍ରତାପ ସିଂ ମାଝୀ, ବାଳକୃଷ୍ଣ ମଲ୍ଲିକ, ଶ୍ୟାମସୁନ୍ଦର ଭୋଇ, ସାରଥୀ ବାଗ, ରାଜେନ୍ଦ୍ର ମଲ୍ଲିକ, ଶ୍ରୀମତୀ ସୁମନ୍ତୀ ମଲ୍ଲିକ, ଶ୍ରୀମତୀ କୁନ୍ତଳା ମଲ୍ଲିକ, କୁନି ମଲ୍ଲିକ, ପରମେଶ୍ୱର ଶବର, ଜୟଦେବ ମିଞ୍ଜି, ଯୁବରାଜ ଭୋଇ ପ୍ରମୁଖ ସାମିଲ ହୋଇଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।